ତାହାଙ୍କଠାରେ ଏଇ ଯେଉଁ ତାହାଙ୍କଠାରେ ଥିବା ଶବ୍ଦ ଆମକୁ ଅତି ଆଶ୍ଚର୍ଯ୍ୟ ଏବଂ ଅତି ଉତ୍ସାହ ଭାବେ ଆମମାନଙ୍କୁ ପ୍ରଭୁଙ୍କର ନିକଟତର କରାଇଥାଏ। ଆଉ ଏହି ଶବ୍ଦ ତାହାଙ୍କଠାରେ ଏହି ଶବ୍ଦକୁ ଯଦି ଆମେ ଚିନ୍ତା କରିବା ଧ୍ୟାନ କରିବା ତାହେଲେ ପ୍ରଭୁ ଏହି ଶବ୍ଦ ଦ୍ୱାରା ତାହାଙ୍କଠାରେ ଏହି ଶବ୍ଦ ଦ୍ୱାରା ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିଥାନ୍ତି। ଆଉ ପ୍ରଭୁ ଆମମାନଙ୍କୁ ତାଙ୍କର ସତ୍ୟତା ଜ୍ଞାତ କରାଇଥାନ୍ତି। ଆମେ ସଂକ୍ଷିପ୍ତ ସରଳ ଭାବେ କେତୋଟି ବିଷୟ ଦେଖିବା ଯାହାକି ଲେଖାଯାଏ ଈଶ୍ୱରଙ୍କର ବାକ୍ୟରେ, ପ୍ରଭୁଙ୍କର ବାକ୍ୟରେ। ପାଉଲ ଲେଖନ୍ତି, ପାଉଲ ନିଜ ସମ୍ପର୍କରେ କୁହନ୍ତି, ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ତେଣୁ ସେହି ବାକ୍ୟ ଆମେ ଯଦି ଗାଲାତୀୟ 2 ତାର 20 ପଦ ଦେଖିବା, ସେଠାରେ ଲେଖାଯାଏ, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ପୁଣି ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି ତାହା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କର ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କଲେ ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି। ଏହି ବାକ୍ୟରୁ ଆମେ ଜାଣିପାରିବା ଯେ ପାଉଲ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ ଆଉ ତାହାଙ୍କଠାରେ ବିଶ୍ୱାସ କଲେ, ସେ ତାହାଙ୍କର ହୋଇଗଲେ। ଆଉ ସେ ନିଜକୁ କହୁଛନ୍ତି, ମୁଁ ଖ୍ରୀଷ୍ଟଙ୍କ ସହିତ ହତ ହୋଇଅଛି, ଆଉ ଜୀବିତ ନୁହେଁ, କିନ୍ତୁ ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ଆଉ ମୁଁ ତାହାଙ୍କଠାରେ ବିଶ୍ୱାସ କରି ଏହି ବର୍ତ୍ତମାନର ଜୀବନଯାପନ ମୁଁ କରୁଅଛି। ବିଶ୍ୱାସର ସହିତ ଏହି ବର୍ତ୍ତମାନର ଜୀବନଯାପନ କରୁଅଛି। ହଁ ପ୍ରିୟମାନେ, ଆମେ ପ୍ରଭୁଙ୍କର ବାକ୍ୟରୁ ଆମେ ଦେଖିବା ଜଣେ ବିଶ୍ୱାସୀ ଯେତେବେଳେ ପ୍ରଭୁଙ୍କୁ ଗ୍ରହଣ କରେ ତେବେ ପ୍ରଭୁଙ୍କ ଠାରେ ସେ ରହେ ଆଉ ପ୍ରଭୁଙ୍କର ହୋଇଯାଏ। ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ପ୍ରଭୁ ତାହାଙ୍କୁ ସନ୍ତାନ ହେବାର ଅଧିକାର ଦେଇଥାନ୍ତି। ଜହନ 1:12 ଲେଖାଯାଏ, ଯେତେ ଜଣ ତାହାଙ୍କୁ ବିଶ୍ୱାସ କଲେ, ଅର୍ଥାତ୍ ଯେତେ ଜଣ ତାହାଙ୍କୁ ଗ୍ରହଣ କଲେ, ଯେତେ ଜଣ ତାହାଙ୍କୁ ଗ୍ରହଣ କଲେ ଅର୍ଥାତ୍ ଯେତେ ଜଣ ତାହାଙ୍କୁ ବିଶ୍ୱାସ କଲେ, ସେ ଈଶ୍ୱରଙ୍କର ନାମରେ ଯେଉଁମାନେ ବିଶ୍ୱାସ କରିଛନ୍ତି ସେ ସମସ୍ତଙ୍କୁ ସେ ତାହାଙ୍କର ସନ୍ତାନ, ଈଶ୍ୱରଙ୍କର ସନ୍ତାନ ହେବା ପାଇଁ ଅଧିକାର ଦେଲେ ବୋଲି ଆମେ ଦେଖୁ। ପ୍ରଭୁଙ୍କର ବାକ୍ୟରୁ ଆହୁରି ମଧ୍ୟ ଆମେ ଯଦି ଦେଖିବା ତାହେଲେ ପ୍ରଭୁଙ୍କୁ ବିଶ୍ୱାସ କରିବା ଲୋକମାନେ, ପ୍ରଭୁଙ୍କ ଠାରେ ରହିବା ଲୋକମାନେ ପ୍ରଭୁଙ୍କ ଠାରେ ଜୀବିତ ହୋଇକରି ରହିବେ ଆଉ ପ୍ରଭୁଙ୍କ ଠାରେ ବିଶ୍ୱାସ କରି ଜୀବନଯାପନ କରିବେ। ଏହି ସତ୍ୟତା ହିଁ ଆମେ ଏହି ବାକ୍ୟରୁ ଦେଖୁ। ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ ସେମାନେ ଗ୍ରହଣ କରନ୍ତି, ପ୍ରଭୁଙ୍କୁ ବିଶ୍ୱାସ କରି ଜଣେ ପାପୀ ବା ପାପୀମାନେ ଯେତେବେଳେ ଗ୍ରହଣ କରନ୍ତି, ସେତେବେଳେ ପ୍ରଭୁ ସେମାନଙ୍କୁ କ୍ଷମା କରି ତାହାଙ୍କଠାରେ ରୁହନ୍ତି ଆଉ ତାହାଙ୍କର ମଧ୍ୟ କରନ୍ତି। ତେଣୁକରି ଜଣେ ବିଶ୍ୱାସ କରିବା ଦ୍ୱାରା ପ୍ରଭୁଙ୍କ ଠାରେ ସେ ରହେ ଆଉ ଖ୍ରୀଷ୍ଟଙ୍କ ଠାରେ ସେ ରହେ। ଆମେ 2 Corinthians 5 ତାର 17 ଆମେ ଦେଖୁ, ସେଠାରେ ଲେଖାଯାଏ 2 Corinthians 5 ତାର 17, ସେଠି ଲେଖାଯାଏ, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ଅର୍ଥାତ୍ ବିଶ୍ୱାସ କରିଛି, ସେ ଜଣେ ବିଶ୍ୱାସୀ, ପରିତ୍ରାଣ ପ୍ରାପ୍ତ ବିଶ୍ୱାସୀ ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ତା ଜୀବନରେ ନୂଆ ନୂଆ ବିଷୟ ସବୁ ଦେଖାଯିବ। ପୁରାତନ ସ୍ୱଭାବ, ପୁରାତନ ପାପ ସବୁ ଚାଲିଯାଇଛି ବା ଲୋପ ପାଇଛି ଏହି ବାକ୍ୟର ସତ୍ୟତାରେ। ତେବେ ଆମେ କହିବା ସେ ଖ୍ରୀଷ୍ଟଙ୍କ ଠାରେ ଅଛି, ସେ ନୂତନ ସୃଷ୍ଟି ହୋଇଅଛି ବୋଲି ଆମର ଜୀବନରେ ମଧ୍ୟ ତାହା ହିଁ ପ୍ରକାଶିତ ହେବା ଦରକାର। ଯଦି ଆମେ ଖ୍ରୀଷ୍ଟଙ୍କ ଠାରେ ଅଛୁ, ଯଦି ଆମେ ପ୍ରଭୁଙ୍କୁ ବିଶ୍ୱାସ କରିଛୁ, ତାହାଙ୍କ ନାମରେ ତାହାଙ୍କୁ ଗ୍ରହଣ କରିଅଛୁ, ତାହାଙ୍କ ସହିତ ହତ ହୋଇଅଛୁ, ତେବେ ଯେଉଁ ବିଶ୍ୱାସରେ ଜୀବନଯାପନ କରୁଅଛୁ ପାଉଲଙ୍କ ସଦୃଶ୍ୟ ଆମେ ବିଶ୍ୱାସରେ ପ୍ରଭୁ ଆମ ଠାରେ ଜୀବିତ ରହିକି ଆଉ ତେଣୁକରି ଆମମାନଙ୍କର ପୁରାତନ ସ୍ୱଭାବ ପାପକୁ ପ୍ରଭୁ କ୍ଷମା କରିଦେଇଛନ୍ତି ଆଉ ସେ ସବୁ ପ୍ରତି ଆମେ ମୃତ ହୋଇଯାଇ
ଏବେ ଆମେ ନୂତନ ନୂତନ ବିଷୟ ପ୍ରତି ଆମେ ଜାଗ୍ରତ ହୋଇ ଆଗକୁ ଆମେ ବଢ଼ୁଅଛୁ। ଆମ ଠାରୁ ନୂତନ ନୂତନ ବିଷୟ ଦେଖାଯିବା ଦରକାର ଆଉ ପ୍ରକାଶିତ ହେବା ଦରକାର। ତେଣୁ ଏହି ବାକ୍ୟରେ କୁହାଯାଏ, ଦେଖ ପୁରାତନ ବିଷୟ ସବୁ ଲୋପ ପାଇଅଛି, ନୂତନ ବିଷୟ ସବୁ ହୋଇଅଛି। ଯଦି ଜଣେ ବିଶ୍ୱାସୀ ଜୀବନରେ ଏହି ବିଷୟ ଯଦି ହେବ ନାହିଁ, ତାହେଲେ ଆମେ କେବେ ବି କହିପାରିବେ ନାହିଁ ଖ୍ରୀଷ୍ଟଙ୍କ ଠାରେ ଅଛି, ଏ ନୂତନ ସୃଷ୍ଟି ହୋଇଅଛି, ଏ ଜଣେ ପରିତ୍ରାଣ ପ୍ରାପ୍ତ ବିଶ୍ୱାସୀ ବୋଲି। ତେଣୁକରି ପ୍ରଭୁଙ୍କର ବାକ୍ୟ ପ୍ରକାରେ ଆମେ ଯଦି ତାହାଙ୍କ ଠାରେ ଅଛୁ, ତାହେଲେ ଆମ ଜୀବନରେ ନୂଆ ନୂଆ ବିଷୟ ପ୍ରକାଶିତ ହେବା ନିହାତି ଆବଶ୍ୟକ। ଆଉ ଯଦି ପ୍ରକାଶିତ ହେଉନାହିଁ, ଯଦି ନୂଆ ନୂଆ ବିଷୟ ହେଉନାହିଁ, ଆମେ ନୂତନ ସୃଷ୍ଟି ନାହୁଁ। ସେହି ପୁରାତନ ସ୍ୱଭାବ ପୁରାତନ ବିଷୟରେ ହିଁ ଯଦି ଆମେ ରହୁଅଛୁ, ତେବେ ଆମେ କେବେ ମଧ୍ୟ ପରିତ୍ରାଣ ପାଇନାହୁଁ ଆଉ ପ୍ରଭୁଙ୍କ ଠାରେ ନାହୁଁ ବୋଲି ପ୍ରମାଣିତ ହେଉଛି। ତେଣୁ ଆମେ ଯଦି ଖ୍ରୀଷ୍ଟଙ୍କ ଠାରେ ଅଛୁ, ତାହେଲେ ତାହାଙ୍କର ବାକ୍ୟ ପ୍ରକାରେ ଆମେ ନୂତନ ସୃଷ୍ଟି ନୂଆ ନୂଆ ବିଷୟ ଆମ ଜୀବନରୁ ପ୍ରକାଶ କରିବା, ଆଉ ପ୍ରଭୁ ହିଁ ଆମମାନଙ୍କୁ ଅନୁଗ୍ରହ କରିବେ। ଆଉ ଏଇ ଖ୍ରୀଷ୍ଟଙ୍କ ଠାରେ, ଆଉ ପ୍ରଭୁ ବି କହୁଛନ୍ତି ମୋ ଠାରେ, ଏହି ଶବ୍ଦଟା ଆମେ ଦେଖୁ ତାଙ୍କର ବାକ୍ୟରେ ଆମେ ଯଦି ଦେଖିବା, ତାହେଲେ ସେ କହନ୍ତି ମୋ ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ ତାହା ସେ କାଟି ପକାନ୍ତି ବୋଲି। ତାପରେ ତାହାଙ୍କୁ ଗୌରବ ଦେବା ନିମନ୍ତେ ଆମେ ଯେ ତାଙ୍କ ଠାରେ ରହି ଆଗକୁ ବଢ଼ିବାର ଅଛି, ନହେଲେ ଆମେ ଫଳ ଫଳି ପାରିବା ନାହିଁ, ଫଳହୀନ ହୋଇଯିବା। ତେଣୁକରି ମୋ ଠାରେ ରହେ, ମୁଁ ଯାହାଠାରେ ରହେ ସେ ପ୍ରଚୁର ଫଳ ଫଳେ ବୋଲି। ତେଣୁ ପ୍ରଭୁଙ୍କ ଠାରେ ଯଦି ରହିବା, ଆଉ ପ୍ରଭୁ ଆମଠାରେ ରହିଲେ ଆମେ ଆତ୍ମିକ ଜୀବନରେ ପ୍ରଚୁର ଫଳ ଫଳିବା। ତାପରେ ପ୍ରଭୁଙ୍କର ବାକ୍ୟରେ ଅଛି, ଯେ ମୋ ଠାରେ ରୁହେ ଆଉ ମୋର ବାକ୍ୟ ଯାହାଠାରେ ରୁହେ, ଯେକୌଣସି ବିଷୟ ଇଚ୍ଛା କଲେ ମାଗିଲେ ମୁଁ ସେମାନଙ୍କ ନିମନ୍ତେ ତାହା ସାଧିତ କରିବି ବୋଲି ପ୍ରଭୁ କହିଥିବା ବିଷୟ ଆମେ ଦେଖୁ। ତେବେ ପ୍ରିୟମାନେ, ଆମେ ପ୍ରଭୁଙ୍କ ଠାରେ ରହି ଆମେ ଆଗକୁ ବଢ଼ିବା। ଏହି ସମ୍ବନ୍ଧୀୟ ସତ୍ୟତା ଆମେ ଯଦି ଜାଣିବା, ତାହେଲେ ପ୍ରଥମ ଥେସଲୋନିକୀୟରେ ମଧ୍ୟ ଲେଖାଯାଏ, ଆଉ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ରହି ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ। ପ୍ରଭୁଙ୍କ ଠାରେ ଯେଉଁମାନେ ରହି ମରିଛନ୍ତି, ଅର୍ଥାତ୍ ବିଶ୍ୱାସୀମାନେ, ପ୍ରଭୁଙ୍କୁ ଗ୍ରହଣ କରୁଥିବା ବିଶ୍ୱାସୀମାନେ, ଆଉ ପରିତ୍ରାଣ ପ୍ରାପ୍ତ ବିଶ୍ୱାସୀମାନଙ୍କୁ କୁହାଯାଏ ତାହାଙ୍କ ଠାରେ। ତେବେ ତାହାଙ୍କ ଠାରେ ବା ଖ୍ରୀଷ୍ଟଙ୍କ ଠାରେ ରହି ମରିବା ଅର୍ଥ ତାହାଙ୍କୁ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ହୋଇ ତାଙ୍କର ସନ୍ତାନର ଅଧିକାର ପ୍ରାପ୍ତ ହୋଇ, ଆଉ ସେମାନେ ଯଦି ମୃତ୍ୟୁବରଣ କରନ୍ତି ପ୍ରଥମରେ ଉଠିବେ, ପ୍ରଥମରେ ଉଠି ପ୍ରଭୁଙ୍କର ସାକ୍ଷୀ ହେବେ। ଅର୍ଥାତ୍ ପ୍ରଥମରେ ଉଠି ସେମାନେ ସ୍ୱର୍ଗକୁ ନୀତ ହେବେ, ଆଉ ସେମାନେ ସବୁବେଳେ ପାଇଁ ମୃତ ହୋଇକି ରହିବେ ନାହିଁ। ପ୍ରଥମରେ ସେମାନେ ଉଠିବେ, ତାପରେ ବିଶ୍ୱାସୀମାନେ, ପୃଥିବୀରେ ଥିବା ବିଶ୍ୱାସୀମାନେ ମିଳିତ ହୋଇ ଆଉ ଉର୍ଦ୍ଧ୍ୱକୁ ନୀତ ହେବେ ପ୍ରଭୁଙ୍କର ଆଗମନ ସମୟରେ। ସେହି ବିଷୟ ଆମେ ଦେଖୁଛୁ, ତାହା ହିଁ ଆମମାନଙ୍କର ଭରସା ଅଟେ ବୋଲି ଆମେ ପ୍ରଭୁଙ୍କର ବାକ୍ୟରେ ଦେଖୁ। ହଁ ପ୍ରିୟମାନେ, ଆମମାନଙ୍କର ଭରସା ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ତାହାଙ୍କର ବିଷୟରେ ମଧ୍ୟ ଯଦି ଦେଖିବା, ତାହା ଲେଖାଯାଏ ଯେ ତାହାଙ୍କ ଠାରେ ବୋଲି ଏହି ଶବ୍ଦ ତାହାଙ୍କ ବିଷୟରେ ଲେଖାଯାଏ। ଆଉ ପ୍ରଥମ ଜହନରେ ଆଉ ଲେଖାଯାଏ ଯେ ପ୍ରଥମ ଜହନ 3:5 ଆଉ ତାହାଙ୍କ ଠାରେ ପାପ ନାହିଁ, ତାହାଙ୍କ ଠାରେ ପାପ ନାହିଁ, ତାହାଙ୍କ ଠାରେ ପାପର ଲେଶ ମାତ୍ର ନାହିଁ। ସେ ପାପ ଜାଣିନଥିଲେ, ପାପ ସେ କରିନଥିଲେ। ଏ ବିଷୟ ପ୍ରଭୁଙ୍କର ବାକ୍ୟରେ ଦେଖୁ। ଆଉ ସେ ତାଙ୍କର ଜନ୍ମ ସମ୍ବନ୍ଧରେ ଯଦି ଆମେ ଦେଖୁ, ତାହେଲେ ଜନ୍ମ ସମୟରେ ମଧ୍ୟ ଆମେ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ଜନ୍ମଗ୍ରହଣ କରିଥିଲେ, ପାପ ନୁହେଁ। ତାପରେ ତାଙ୍କ ଜୀବନରେ ମଧ୍ୟ ଆମେ ଦେଖୁ ସେ ପାପ କରିନଥିଲେ, ଜାଣିନଥିଲେ, ଆଉ ସେ ପ୍ରକାର ନିଷ୍ପାପ ଜୀବନ କାଟିଲେ। ମୃତ୍ୟୁ ସମୟରେ ମଧ୍ୟ ଆମେ ଦେଖୁ, ଆଉ ସେହି ପ୍ରକାର ସେ କୌଣସି ପ୍ରକାର ପାପ କରିନାହାନ୍ତି। ମୃତ୍ୟୁ ସମୟରେ ମଧ୍ୟ ଏହି ପ୍ରକାର ବିଷୟ ଆମେ ଦେଖୁ ଯେ ତାହାଙ୍କ ଠାରେ ପାପର ଲେଶ ମାତ୍ର ନଥିଲା। ତେଣୁ ଯେଉଁମାନେ ତାହାଙ୍କ ଠାରେ ରହିବେ, ଆଉ ତାହାଙ୍କ ଠାରେ ଯିଏ ରହେ ସେ ପାପ କରେ ନାହିଁ ବୋଲି ପ୍ରଥମ ଜହନ 3:6 ଲେଖାଯାଏ। ଯେ କେହି ତାହାଙ୍କ ଠାରେ ରହେ ସେ ପାପ କରେ ନାହିଁ। ଯେ କେହି ପାପ କରେ ସେ ତାହାଙ୍କୁ ଦେଖି ନାହିଁ କି ଅବା ତାହାଙ୍କୁ ଜାଣି ନାହିଁ। ତେ ପ୍ରିୟମାନେ, ଯଦି ତାହାଙ୍କ ଠାରେ ଆମେ ରହୁ, ତାହେଲେ ପ୍ରଭୁ କହନ୍ତି ଆମମାନେ
ତାହାଙ୍କ ଠାରେ ରହି ତାହାଙ୍କ ଠାରୁ ମଧ୍ୟ ଆମେ ଜାତ ହୋଇ ଆମେ ପାପ ନ କରି ଜୀବନରେ ଆଗକୁ ବଢ଼ିବା। ଆଉ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ। ପ୍ରଭୁ ଆମଠାରେ ଆମେ ତାହାଙ୍କଠାରେ। ତାର ଅର୍ଥ ସେ ସବୁବେଳେ ଆମମାନଙ୍କ ସହିତ, ତାଙ୍କର ନାମ ହିଁ ଯଥେଷ୍ଟ। ସେ ଆମମାନଙ୍କର ଇମାନୁଏଲ ପରମେଶ୍ୱର। ତେଣୁକରି ଆମମାନଙ୍କର ସବୁ ଅବସ୍ଥା ସବୁ ପରିସ୍ଥିତିରେ ସେ ଅଛନ୍ତି। କିନ୍ତୁ ଅଧିକାଂଶ ସମୟ ଆମେ ତାହାଙ୍କ ଠାରେ ରହୁନାହୁଁ। ଏ ଜଗତ ଠାରେ ବିଭିନ୍ନ ପରିସ୍ଥିତି ପରମ୍ପରା ଏ ଜଗତରେ ଆମମାନେ ଏତେ ଆକର୍ଷିତ ହୋଇ ଆମମାନେ ପ୍ରଭୁଙ୍କ ଠାରେ ଥିବା କଥା। କିନ୍ତୁ ସେଇ ବିଷୟରେ ସେଇ ପରିସ୍ଥିତିରେ ସେଇ ଅବସ୍ଥାରେ ଆଉ ଅନେକ କାର୍ଯ୍ୟକ୍ରମରେ ଅନେକ ଜାଗତିକ ବିଷୟରେ ଆମେ ରହୁଅଛୁ। କିନ୍ତୁ ପ୍ରଭୁ ସବୁବେଳେ ଚେତାଇ ଦେଉଛନ୍ତି ମୋ ଠାରେ ରୁହ। ଆଉ ପ୍ରଭୁ ସବୁବେଳେ କହୁଛନ୍ତି ଅଲରେଡ଼ି ଆମେ ତାହାଙ୍କ ଠାରେ ଆମେ ଅଛୁ। ତାହାଙ୍କୁ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ଠାରେ ଅଛୁ। ପ୍ରଭୁଙ୍କର ବାକ୍ୟ ପ୍ରକାରେ ଆମେ ତାହାଙ୍କ ଠାରେ ସବୁବେଳେ ରହିବା ଆଉ ଫଳ ଫଳିବା। ତାହାଙ୍କ ଠାରେ ଯଦି ବି ମରିବା ତାହେଲେ ଗୋଟେ ଭରସା ଅଛି ଆମେ ପ୍ରଥମରୁ ଉଠିବା। ଆଉ ତାଙ୍କ ଠାରେ ଯଦି ଆମେ ଅଛୁ ନୂଆ ନୂଆ ବିଷୟ ଆମମାନେ ଆଗକୁ ଆଉ ପ୍ରକାଶ କରିବା। ଯେପରି 2 Corinthians 5:17 ପ୍ରକାରେ ଆଉ ଯଦି ପ୍ରଭୁଙ୍କ ଠାରେ ଅଛୁ ଆଉ ପ୍ରଭୁ ମୋ ଠାରେ ଅଛୁ ବୋଲି ପାଉଲଙ୍କ ସଦୃଶ କହୁଛୁ, ତାହେଲେ ଆମେ ପ୍ରଭୁ ଆମଠାରେ ଜୀବିତ ବୋଲି ବିଶ୍ୱାସରେ ଆମେ ଜୀବନଯାପନ କରିବା। ଆଉ ପ୍ରଭୁଙ୍କର ସହିତ ଆମେ ମୃତ ହୋଇଛୁ ବୋଲି ପ୍ରଭୁଙ୍କ ଠାରେ ରହି ଆଉ ଆଗକୁ ବଢ଼ିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସେଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମେ ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରିବାର ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟକୁ ନିଜ ହୃଦୟରେ ଯଦି ରଖିବାର ଅଛି, ନିଜ ଜୀବନରେ ରଖିବାର ଅଛି, ତାହେଲେ ପାପ ସ୍ୱୀକାର କରିବାର ଅଛି। କାରଣ ଆମେ ସମସ୍ତେ ପାପ କରି ପ୍ରଭୁଙ୍କର ଗୌରବରୁ ଉଣା ପଡ଼ିଯାଇଛୁ। ଆମେ ସମସ୍ତେ ପାପ କରି ପ୍ରଭୁଙ୍କ ଠାରୁ ଦୂରକୁ ଅଛୁ। ସେଇ ପାପ ହିଁ ଏକ ପ୍ରତିବନ୍ଧକ ସଦୃଶ୍ୟ ସାଜିଛି। ତେଣୁ ସେ ପାପର ବନ୍ଧନ ପାପର ସେଇ ଦିବାରକୁ ଆମେ ଯଦି ଭଗ୍ନ କରିବାର ଅଛି, ତାହେଲେ ପ୍ରଭୁଙ୍କ ନିକଟ ହେବାର ଅଛି। ସେ ପାପକୁ ସମାଧାନ କରିବା ପାଇଁ ପଡ଼ିବ। ସେ ପାପ ଆମେ ସ୍ୱୀକାର କରିବୁ। କିନ୍ତୁ ସେଇ ପାପର ସମାଧାନ ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ କାଲବରୀ କ୍ରୁଶ ଉପରେ ରକ୍ତ ଝରାଇଲେ, ମୃତ୍ୟୁବରଣ କଲେ। ଆଉ ସେ ମୃତ୍ୟୁକୁ ଜୟ କରି ଉଠିଲେ। ସେ ଜୀବିତ ହୋଇକି ଅଛନ୍ତି। ସେ ଜାଣୁଛନ୍ତି, ଦେଖୁଛନ୍ତି ପ୍ରତ୍ୟେକ ପାପୀ ମାନବର ହୃଦୟ ପରିସ୍ଥିତି। କିନ୍ତୁ ସେ ସମସ୍ତଙ୍କୁ ଆହ୍ୱାନ କରୁଛନ୍ତି, ଆସ ମୋ ନିକଟକୁ, ମୁଁ ତୁମକୁ ବିଶ୍ରାମ ଦେବି, ମୁଁ ତୁମକୁ କ୍ଷମା ଦେବି। ତେଣୁକରି ଯଦି ଆମେ ପାପ ସ୍ୱୀକାର କରି ପ୍ରଭୁଙ୍କୁ ବିଶ୍ୱାସ କରିବା, ତେବେ ପ୍ରଭୁଙ୍କ ଠାରେ ରହିବା, ପ୍ରଭୁଙ୍କର ହୋଇବା। ତେଣୁ ସମସ୍ତେ ଯେତେଜଣ ପ୍ରଭୁଙ୍କୁ ବିଶ୍ୱାସ କରୁନାହାନ୍ତି, ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରନ୍ତୁ। ପ୍ରଭୁ ମୋର ପାପ କ୍ଷମା କର, ମୁଁ ତୁମକୁ ବିଶ୍ୱାସ କରୁଛି। ମୋର ସମସ୍ତ ଅଧର୍ମ କ୍ଷମା କର, ମୁଁ ତୁମକୁ ଗ୍ରହଣ କରୁଛି। ମୋ ହୃଦୟରେ ଆସ। ଆଜିଠାରୁ ତୁମେ ମୋତେ ତୁମର କରି କଢ଼ାଇ ନିଅ। ତୁମଠାରେ ମୁଁ ରହିବା ପାଇଁ ଚାହୁଁଛି। ତାପରେ ପ୍ରଭୁ ସମସ୍ତ ପାପ କ୍ଷମା କରି ସେ ଆପଣଙ୍କୁ ତାଙ୍କ ଠାରେ ରଖିବେ। ଆଉ ଏହି ପ୍ରକାର ବାକ୍ୟ ଦେଇ କଢ଼ାଇ ନେବେ। ଏହି ପ୍ରକାର ବାକ୍ୟ ପ୍ରାପ୍ତ ହୋଇ ଆପଣ ଭରସା ପ୍ରାପ୍ତ ହେବେ, ସତ୍ୟତା ଜାଣିବେ, ଆଗକୁ ବଢ଼ିବେ ବିଶ୍ୱାସର ଜୀବନଯାପନ। ତେଣୁ ପ୍ରଭୁ ସାହାଯ୍ୟ କରନ୍ତୁ ତାଙ୍କ ଠାରେ ରହି ଆଗକୁ ବଢ଼ିବା ପାଇଁ। ଯଦି ଏ ସଂକ୍ଷିପ୍ତ ସରଳ ବିଷୟ ଭଲ ଲାଗିଲା ତାହେଲେ ଲାଇକ୍ କରନ୍ତୁ। ଯଦି ଏପର୍ଯ୍ୟନ୍ତ ମୋର ଚ୍ୟାନେଲରେ ନୂତନ ହୋଇକି ସବସ୍କ୍ରାଇବ୍ କରୁନାହାନ୍ତି, ସବସ୍କ୍ରାଇବ୍ କରନ୍ତୁ। ଅନେକଙ୍କୁ ସେୟାର କରନ୍ତୁ, ଯଦ୍ୱାରା ଅନେକ ମଧ୍ୟ ଏଥିରେ ସାମିଲ ହେବେ। ଆଉ ଆମେ ମିଳିତ ଭାବେ ପ୍ରଭୁଙ୍କର ଗୌରବ ନିମନ୍ତେ ଆମେ ଆଗକୁ ବଢ଼ିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।